ଫଳାଫଳ। ଆଜି ଆଜି ରାତିରେ ଆମର ଯେଉଁ ବାରଦଣ୍ଡ ନୃତ୍ୟ ହେଲା ସରପା ଭର୍ସେସ୍ ମର୍ଦ୍ଦରାଜପୁର, ଉଭୟ କଳାକାର ବହୁତ ସୁନ୍ଦର ବ୍ୟବହାର ଥିଲା ଏବଂ ତାଙ୍କ ନୃତ୍ୟ ମଧ୍ୟ ବହୁତ ସୁନ୍ଦର ଥିଲା। ଆମେ ବହୁତ ଖୁସି ଅଛୁ, ଆମ କମିଟି ମଧ୍ୟ ଠିକ୍ ଅଛି, ବହୁତ ଖୁସି ଅଛନ୍ତି। ଆପଣମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏ ଯେଉଁ ଦଣ୍ଡ ନାଚଟି ଆପଣମାନେ ଅତି ସୁରୁଖୁରୁରେ ମାନେ ଶେଷ କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ଆଉ ହାର ଜିତ ତ ଅଛି, ଆପଣମାନେ ମନ ଦୁଃଖ କରିବେ ନାହିଁ। ଏଥିରେ 1 ନମ୍ବର, କାଲି ସେମିତି 2 ନମ୍ବର, ଯେଉଁଠି ହାରିବା ନାହିଁ ସେଠି କେବେ ଜିତିବା ନାହିଁ। ତେଣୁକରି ଆପଣମାନେ ମନରେ କୌଣସି କିଛି ଦ୍ୱନ୍ଦ୍ୱ ରଖିବେ ନାହିଁ। ତେଣୁକରି ଆମେ ତ କିଛି କରିପାରିବୁନି, ଜଜ୍ ମହାଶୟ ଅଛନ୍ତି, ସେ ଯା ନିର୍ଣ୍ଣୟ କରିବେ କି 1 ନମ୍ବର କି 2 ନମ୍ବର। ଆମର ନୃତ୍ୟ ଆରମ୍ଭ ହୋଇଥିଲା, ବାରିଦଣ୍ଡ ସମ୍ମିଳନୀ। କୌଣସି ଆମର ପବ୍ଲିକ ବି ଯେଉଁ ଦର୍ଶକହାରୀ ବି ଆସିଥିଲେ, ବହୁତ ତାଙ୍କର ନିରବତା ଅଛି। ଆମ କମିଟି ମଧ୍ୟ ତାଙ୍କ ପ୍ରତି ବହୁତ ଖୁସି। କୌଣସି ପାଟିତୁଣ୍ଡ କେଉଁଠି ଟିକେ ବି କେଉଁଠି କିଛି ପ୍ରୋବ୍ଲେମ୍ ହେଇନି। ଆଉ ସେଇ ମା ତାରିଣୀଙ୍କର ଆଶୀର୍ବାଦ, ଆପଣମାନଙ୍କର ଆଶୀର୍ବାଦ ଏବଂ ଆମ ହିନ୍ଦୋଳ ଯୁଗରବାସୀଙ୍କର ଭଲ ପାଇବା ଅଛି ଆମ କମିଟି ପ୍ରତି, ଯାହାଦ୍ୱାରା କି ଆମେ ପ୍ରତ୍ୟେକ ବର୍ଷ ଏହି ଉତ୍ସବଟି ବହୁତ ଆନନ୍ଦ ଉଲ୍ଲାସରେ ପାଳନ କରୁଅଛୁ। ଆମର ସର୍ବପ୍ରଥମେ ଯେଉଁ ଫାଷ୍ଟ ଦଣ୍ଡ ହେଇଥିଲା, କାଲି ଉତ୍ତୀର୍ଣ୍ଣ ହୋଇଥିଲେ ଗୋଳେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଫାଇନାଲକୁ। ଆଜି ଘୋଷଣା କରିବେ ସାର୍ ଶ୍ରୀ ବାମଦେବ ଭୟାର ସେନ, ଫାଷ୍ଟ ଆଜିକି ରହୁଛନ୍ତି। ତ ଆଜି ଯିଏ ବିଜେତା ହେଲା, ସରି କାଲି ଯେଉଁ ହେଲା 2 ଦିନର ଯେଉଁ ଆମର ବିଜେତା ହେଲା, ଆଜି ତାଙ୍କର ଗ୍ରାଣ୍ଡ ଫାଇନାଲ। ଦୁଇ ରାତି ହେଲାଣି ଚାରିଦଳ ଦଣ୍ଡୁଆକୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି। 2 ଦିନ ହେଲାଣି, ଯାହା ହଉ ଦଳେ ଫାଇନାଲରେ ଅଛନ୍ତି ଗୁଳି। ଆଉ ଆଜି ଯେଉଁ ଚିତ୍ତାକର୍ଷକ ସୁଆଙ୍ଗ ଥିଲା, ପ୍ରକୃତରେ ଚିତ୍ତାକର୍ଷକ ଏଭଳି ଚିତ୍ତାକର୍ଷକ ହୁଏତ ଅନ୍ୟ ମଞ୍ଚରେ ମୁଁ ଅନୁଭବ କରିନି ଆଜିର ଚିତ୍ତାକର୍ଷକ ମ୍ୟାଚ୍। କାରଣ ଗୋଟିଏ ପଟେ ସରପା, ଅପରପକ୍ଷରେ ମର୍ଦ୍ଦରାଜପୁର, କେଉଁଟା କିଏ ପୁରୁଷ ଭୂମିକାରେ ବଢ଼ିଆ କରୁଛି ତ କିଏ ଲେଡ଼ିଜ୍ ଭୂମିକାରେ ବଢ଼ିଆ କରୁଛି, କିଏ ପୁରୁଷ ଭୂମିକାରେ ସୁନ୍ଦର ଅଛି ତ କିଏ ଲେଡ଼ିଜ୍ ଭୂମିକାରେ ସୁନ୍ଦର ଅଛି, କିଏ ଲେଡ଼ିଜ୍ ଭୂମିକାରେ ଭଲ ଗାଉଛି ତ କିଏ ଲେଡ଼ିଜ୍ ଭୂମିକାରେ ଭଲ କହୁଛି, ଭଲ ମୀମାଂସା ଦେଉଛି। କାହାର କଣ୍ଠସ୍ୱର ଅତି ଚମତ୍କାର ତ କିଏ ଅତି ସୁନ୍ଦର। ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ଇଏ ପରସ୍ପର ଯେଉଁ ବାଦି ତର୍କ ଚାଲିଥିଲା, ଯେଉଁ ସୁଆଙ୍ଗ ଆମେ ଦେଇଥିଲୁ 20 ନମ୍ବର ଲେଖା ଧାର୍ଯ୍ୟ କରିଥିଲୁ ପ୍ରତ୍ୟେକ କଳାକାର ପାଇଁ, ଉଭୟ ନାଚ ଗୀତ ଠାରୁ ଆରମ୍ଭ କରି ପ୍ରତ୍ୟେକ ସୁଆଙ୍ଗରେ ପରସ୍ପର ବାଦ ବିବାଦ ଭିତରେ ପ୍ରାୟ ସମାନରେ ଗତି କରିଛନ୍ତି। କିନ୍ତୁ 2ଟି ଜାଗାରେ ଆମେ ପୁରାଣ ମୀମାଂସା ଯେଉଁ ଦେଇଥିଲୁ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦେଇଥିଲୁ, সেই 2ଟି ଜାଗାରେ ଗୋଟିଏ ପାର୍ଟି ୱିନ୍ କରିଛି। ରାଧା ଭୂମିକାରେ 1 ନମ୍ବର, ଆଉ କେଲୁଣୀରେ ପଚାରିଥିଲେ ଆମର, ସେ କେଲୁଣୀରେ ମଧ୍ୟ 1 ନମ୍ବର। ସେମାନେ ଆଜି ଫାଇନାଲରେ ଗୁଳେଇ ସହିତ ଭେଟିବେ। ଆପଣମାନେ ସମସ୍ତେ ମଧ୍ୟ ଅବଗତ ହେଇଯିବେଣି, କାହିଁକିନା ପ୍ରଶ୍ନ ଯେତେବେଳେ ପଚାର ହେଲା, ଉତ୍ତର କୁହାଗଲା, ସର୍ବସମ୍ମୁଖରେ ଡିକ୍ଲାରେସନ୍ କରାଗଲା ଏଇ ଉତ୍ତର ଠିକ୍। ତେଣୁ ଆଜିର ଫାଇନାଲ ମ୍ୟାଚ୍ ଗୁଳେଇ ସହିତ ଆମେ
ମର୍ଦ୍ଦରାଜପୁରକୁ ନେଉଛୁ। ବହୁତ ବହୁତ ଧନ୍ୟବାଦ। ଆମେ ଏବେ ଏଇଠି ସମସ୍ତଙ୍କର ମା ତାରିଣୀ ମଙ୍ଗଳ କରିବେ କହି ସଭା ସ୍ଥାନ କରୁଛୁ। ଧନ୍ୟବାଦ।